ଆଜି ହେଉଛି ଜୁନ୍ 1 ତାରିଖ ରବିବାର। ତ ଆସନ୍ତୁ ଜାଣିବା ତ ଅନେକ ଜିନିଷ ଗୁଡ଼ିକରେ ଅନେକ ପରିବର୍ତ୍ତନ ହୋଇଛି। ତ ଆପଣମାନେ ନିହାତି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ଦରକାର। ତ ସବୁ ମାସଠାରୁ ଏହି ଜୁନ୍ ମାସରେ ଅନେକ ଜିନିଷ ଗୁଡ଼ିକରେ ପରିବର୍ତ୍ତନ ହୋଇଛି। ତେଣୁକରି ଆପଣମାନେ ଥରେ ଭିଡ଼ିଓଟିକୁ ନିଶ୍ଚୟ ଭାବରେ ଦେଖନ୍ତୁ। ତ କେଉଁ ସବୁ ଜିନିଷ ଗୁଡ଼ିକରେ ପରିବର୍ତ୍ତନ ହେଉଛି ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି କହିବି। ତେଣୁ ଆପଣମାନେ ପ୍ରଥମେ ଜାଣନ୍ତୁ EPFO PF ଉତ୍ତୋଳନ ହେବ ସହଜ। ଦେଖନ୍ତୁ ଆଜ୍ଞା, ଯେଉଁମାନଙ୍କର PF କଟୁଛି ସେମାନେ ନିହାତି ଦେଖିବା ଉଚିତ। ତାପରେ ଆୟକର ଓ ଫର୍ମ 16 ଉପରେ ନିୟମ ଗୁଡ଼ିକ ଆସିଛି। ତାପରେ ମ୍ୟୁଚୁଆଲ ଫଣ୍ଡ କଟଅଫ୍ ଉପରେ ଆସିଛି। ତାପରେ ଆଧାର ଅପଡେଟ୍ ଉପରେ ଆସିଛି। ତାପରେ ବ୍ୟାଙ୍କିଂ ଓ ATM ଶୁଳ୍କ ଉପରେ ଆସିଛି। ତାପରେ UPI ଦେଣଦେଣରେ ନୂଆ ନିୟମ ଆସିଛି। ତାପରେ LPG ସିଲିଣ୍ଡର ଦରରେ ନୂଆ ନିୟମ ଆସିଛି। ତାପରେ ଫିକ୍ସଡ ଡିପୋଜିଟ୍ ଉପରେ ନୂଆ ନିୟମ ଆସିଛି। ତ ଆସନ୍ତୁ ଆପଣମାନଙ୍କୁ ଗୋଟି ଗୋଟି କରି ସବୁକିଛି ଡିଟେଲ୍ସ ଆପଣମାନଙ୍କୁ କ'ଣ ପରିବର୍ତ୍ତନ ହୋଇଛି ଆପଣମାନଙ୍କୁ କହିବି। ତେଣୁକରି ଆପଣମାନେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ଏହା ଓଡ଼ିଶା ଭାସ୍କରରେ ପ୍ରକାଶ ପାଇଛି। ତ ଆସନ୍ତୁ ଜାଣିବା ନିୟମ ଗୁଡ଼ିକ କ'ଣ ରହିଛି। ଆଜି ହେଉଛି ଜୁନ୍ 1 ତାରିଖ 2025ରୁ ଭାରତରେ ଅନେକ ଆର୍ଥିକ ଓ ସେବା ସହ ଜଡ଼ିତ ନିୟମରେ ପରିବର୍ତ୍ତନ ଆସିଛି, ଯାହା ସାଧାରଣ ଲୋକଙ୍କ ପକେଟ୍ ଓ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇବ। ଆୟକର, କ୍ରେଡିଟ୍ କାର୍ଡ଼, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କିଂ, ଆଧାର ଓ ପ୍ରୋଭିଡେଣ୍ଟ ଫଣ୍ଡ ସହ ଜଡ଼ିତ ଏହି ନୂଆ ନିୟମ ଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା। କୋଟକ ମହିନ୍ଦ୍ରା ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ଶୁଳ୍କ ବୃଦ୍ଧି। କୋଟକ ମହିନ୍ଦ୍ରା ବ୍ୟାଙ୍କ 1 ଜୁନ୍ରୁ ତାଙ୍କ କ୍ରେଡିଟ୍ କାର୍ଡ଼ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ଆଣିଛି। ଏହା ଅନୁସାରେ ରିୱାର୍ଡ଼ ପଏଣ୍ଟ ଉପରେ ସୀମା ନିର୍ଦ୍ଧାରଣ କରାଯାଇଛି। ତାପରେ ଇନ୍ଧନ, ଭଡ଼ା, ଉପଯୋଗୀ ବିଲ୍ ଓ ବୀମା ପରି କ୍ଷେତ୍ରରେ ମାସିକ ସୀମା ଅତିକ୍ରମ କଲେ 1% ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ଏହା ସହିତ ଅଟୋ ଡେବିଟ୍ କାର୍ଡ଼ ବିଫଳ ହେଲେ 2% ଜରିମାନା ଏବଂ ଆନ୍ତର୍ଜାତୀୟ ଲେଣଦେଣରେ ଅତିରିକ୍ତ ଶୁଳ୍କ ଲାଗୁ ହେବ। ଏହି ପରିବର୍ତ୍ତନ କ୍ରେଡିଟ୍ କାର୍ଡ଼ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ତାପରେ ଆସନ୍ତୁ ଜାଣିବା EPFO 3.0 PF ଉତ୍ତୋଳନ ହେବ ସହଜ। ଏମ୍ପ୍ଲୟିଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ EPFO ନୂଆ ସଂସ୍କରଣ EPFO 3.0 ଆରମ୍ଭ କରୁଛି, ଯାହା PF ଉତ୍ତୋଳନ, ତଥ୍ୟ ଅପଡେଟ୍ ଓ ଦାବି ପ୍ରକ୍ରିୟାକୁ ସହଜ କରିବ। ଏହା ଅଧୀନରେ ଗ୍ରାହକମାନେ ATM କାର୍ଡ଼ ବ୍ୟବହାର କରି PFରୁ ଟଙ୍କା ଉତ୍ତୋଳନ କରିପାରିବେ। ଏହା ସହିତ UPI ପ୍ଲାଟଫର୍ମ ଯେମିତି ଜିପେ, ଫୋନ୍ପେ, ତାପରେ ପେଟିଏମ୍ ମାଧ୍ୟମରେ ମଧ୍ୟ ଟଙ୍କା ତୋଳାଯାଇପାରିବ। ତାପରେ ଏହି ସୁବିଧା 2025 ମେ କିମ୍ବା ଜୁନ୍ ଶେଷ ସୁଦ୍ଧା ଆରମ୍ଭ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଗ୍ରାହକମାନେ ନିଜ PF ଆକାଉଣ୍ଟରୁ 50% ପର୍ଯ୍ୟନ୍ତ ଟଙ୍କା ଉଠାଇ କରିପାରୁଛନ୍ତି, କିନ୍ତୁ ଏହି ସୀମା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ତାପରେ ଆସିଲା ଆୟକର ଓ ଫର୍ମ 16। ଦେଖନ୍ତୁ ଆଜ୍ଞା, ଆୟକର ନିୟମରେ କୌଣସି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ବିଷୟରେ ସୂଚନା ନାହିଁ, କିନ୍ତୁ ଫର୍ମ 16 ଜାରିରେ ବିଳମ୍ବ ହେଲେ ଆୟକର ରିଟର୍ଣ୍ଣ ବା ITR ଫାଇଲିଂରେ ସମସ୍ୟା ହୋଇପାରେ। ତାପରେ ତେଣୁ ନିୟୋଜକମାନେ ସମୟ ମତେ ଫର୍ମ 16 ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ତାପରେ ଆସିଲା ମ୍ୟୁଚୁଆଲ ଫଣ୍ଡ କଟଅଫ୍ ସମୟ। ସେବି ଓଭରନାଇଟ୍ ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ପାଇଁ ନୂଆ କଟଅଫ୍ ସମୟ ଘୋଷଣା କରିଛି। 1 ଜୁନ୍ରୁ ଅଫଲାଇନ୍ ଲେଣଦେଣ ପାଇଁ ସମୟ ହେଉଛି ଅପରାହ୍ନ 3ଟା ଓ ଅନଲାଇନ୍ ପାଇଁ ସନ୍ଧ୍ୟା 7ଟା। ଏହାପରେ ଦିଆଯାଇଥିବା ଅର୍ଡ଼ର ପରବର୍ତ୍ତୀ କାର୍ଯ୍ୟ ଦିବସରେ ବିବେଚନା କରାଯିବ। ତାପରେ ଆସିଲା ଆଧାର ଅପଡେଟ୍।
आधार कार्ड अपडेट पाई शेष तारीख 14 जून 2025 रही। तापरे माई आधार पोर्टाल रे ऑनलाइन अपडेट पाई 25 टंका और आधार सेंटर रे अपडेट पाई 50 टंका शुल्क देवाकू पड़िबो। तेणु समय थाउणु बिना मूल्य रे अपडेट करनियंतु। तापरे आसिला बैंकिंग और एटीएम शुल्क। 1 जून रु एटीएम लेनदेन पाई शुल्क वृद्धि हो पारे। मासिक मागणा लेनदेन सीमा अतिक्रम कले अतिरिक्त शुल्क लागू हेबो, जहा नगद उत्तोलन करुथिबा ग्राहकों पाई गुरुत्वपूर्ण। यह सहित जून मासरे 12 दिन बैंक छुट्टी रहिबो, जेउथिरे रविवार, द्वितीय और चतुर्थ शनिवार एवं बकरी ईद रथयात्रा परी उत्सव अंतर्भुक्त। तापरे आसिला यूपीआई लेनदेन रे नुआ नियम। नेशनल पेमेंट कॉर्पोरेशन ऑफ इंडिया एनपीसीआई घोषणा करिछि जे यूपीआई पेमेंट समय रे केवल प्रकृत प्रापकों बैंक नाम देखाजिबो। तापरे क्यूआर कोड किंबा एडिट करा जाइथिबा नाम आउ दृश्यमान हेबो नाही। एही नियम 30 जून सुधा समस्त यूपीआई आप रे लागू हेबो। तापरे एलपीजी सिलिंडर दर। नुआ मासर प्रथम दिन रे ग्राहकों को मिली एक बड़ रिलीफ। तैल कंपानी माने 19 किलोग्राम वाणिज्यिक एलपीजी सिलिंडर रो मूल्य रे 24 टंका कम करिसंती। एही मूल्य 1 जून 2025 अर्थात आज ठारू लागू हेबो। तेबे 14.2 किलो रो घरोई एलपीजी सिलिंडर मूल्य रे कोनोसी परिवर्तन होई नाही। तापरे आसिला फिक्स डिपोजिट। तापरे सूर्योदय स्कूल फाइनान्स बैंक 1 जून रो 83 कोटी टंकारु कम डिपोजिट उपरे एफडी सुधहार 60 बेसिस पॉइंट पर्यंत ह्रास करिबो। नुआ सुधहार 4% रु 8.4% मध्य रहिबो। एफडी निवेशकों पाई यह एक गुरुत्वपूर्ण परिवर्तन। तो देखंतु आपण माने गोटी गोटी करी सबुकिछि डिटेल्स जानी पारिले। कौन सबु नियम गुड़िक परिवर्तन होइछि आपण माने निश्चित भावरे थरे जानी पारिथिबे। तो भिडियोटी आपण माननकु निश्चय हेल्पफुल हेइथिबो। तेणु करी आपण माने भिडियोटी को गोटिए लाइक करंतु एवं मो चैनल को प्रथमे आसीथिले गोटिए सब्सक्राइब करी ऑल नोटिफिकेशन उपरे क्लिक करंतु। फलरे एहीपरि हेल्पफुल नुआ नुआ भिडियो आपण माननक ठारे प्रथमे पहुँचीबो। तो भिडियो को एठी एंड करूछि। जय जगन्नाथ।